बंधुमाने पवित्र महाशिवरात्रि शिवलिंगरू एक गुप्त जिनिस घर को नहीं आसतु आपणकर समस्त इच्छा पूरण हो आपणको एते टंका मिलिबो जे आपण एहाको गणी गणी थकी जिवे। भगवान महादेवंकर आशीर्वाद रे आपण आपणक जीवन रे बहुत उन्नति करिवे। बंधु माने हिंदू धर्म रे महाशिवरात्रि विशेष महत्व रही। फाल्गुन मासर कृष्ण पक्षर चतुर्थी तिथि रे महाशिवरात्रि पालित हुए। बंधु माने चलित वर्ष कैलेंडर अनुसार फाल्गुन मासर कृष्ण पक्षर चतुर्दशी तिथि फेब्रुआरी 15 तारिख संध्या 5:04 रे आरंभ होइबो। एही तारिख परदिन फेब्रुआरी 16 तारिख संध्या 5:34 रे शेष होइबो। महाशिवरात्रि व्रत दिन भगवान शिव को निर्दिष्ट समय पूजा करा जाए। तेणु चलित वर्ष महाशिवरात्रि व्रत 2026 मसीहा फेब्रुआरी 15 तारिख रविवार दिन पालन करा जिवो। बंधु माने एबे आसंतु आलोचना करिबा जे आपण केउ भागरे केते समय पूजा करि परिबे। प्रथम भाग पूजा समय 15 फेब्रुआरी संध्या 6:11 रु आरंभ होई राति 9:23 रे शेष होइबो। द्वितीय भाग पूजा समय 15 फेब्रुआरी राति 9:23 रु आरंभ होई राति 12:36 रे शेष होइबो एवं तृतीय भाग पूजा समय 12:36 रु आरंभ होई भोर 3:47 रे शेष होइबो। तो बंधु माने महाशिवरात्रि रो अर्थ कौन? तेणु प्रथमे आपण माने जानिबा उचित जे महा अर्थ महान, शिवरात्रि अर्थ शिवंकर राति अर्थात भगवान शिवंक महान राति। तेणु महाशिवरात्रि को बहुत शुभ बोली विवेचना करा जाए। कहा जाए जे एही दिन जदि केही भगवान शिव शंकरंकर टिकिए पूजा किंबा ध्यान करती तेबे तांकर समस्त इच्छा पूर्ण हुए। ସେହି ବ୍ୟକ୍ତିଙ୍କ ଜୀବନର ସମସ୍ତ କଷ୍ଟ ଶେଷ ହୋଇଯାଏ ଏବଂ ତାଙ୍କ ଜୀବନରେ ଧନ ପ୍ରବାହିତ ହେବା ଆରମ୍ଭ ହୁଏ। ବନ୍ଧୁମାନେ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ହର ହର ମହାଦେବ ନିଶ୍ଚୟ ଲେଖିଦିଅନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ବନ୍ଧୁମାନେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଯେ ମହାଶିବରାତ୍ରିରେ ଆପଣ ଭଗବାନ ଶିବଙ୍କୁ ମନ୍ଦିରରେ କ'ଣ ଅର୍ପଣ କରିବା ଉଚିତ ଏବଂ ସେଠାରୁ ଆପଣ କ'ଣ ଫେରାଇ ଆଣିବା ଉଚିତ, ଯାହାଦ୍ୱାରା ଆପଣଙ୍କର ଗୃହରେ ଦାରିଦ୍ର୍ୟତା, ଦୁଃଖ, କଷ୍ଟ ଏବଂ ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ। ଅନ୍ୟପକ୍ଷରେ ଆପଣଙ୍କ ଗୃହ ସୁଖ, ସମୃଦ୍ଧି, ଧନ, ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ହୋଇଯିବ। ମନେ ରଖନ୍ତୁ, ସମସ୍ତେ ମହାଶିବରାତ୍ରିକୁ ଭଗବାନ ଶିବଙ୍କର ଆଶୀର୍ବାଦ ପାଇବା ପାଇଁ ଅପେକ୍ଷା କରନ୍ତି। କୁହାଯାଏ ଯେ ଯଦି ଭଗବାନଙ୍କ ଦେବତା ଭଗବାନ ଶିବ କୌଣସି ବ୍ୟକ୍ତିଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ମହାକାଳ ମଧ୍ୟ ସେମାନଙ୍କର କୌଣସି କ୍ଷତି କରିପାରିନଥାଏ। ତେଣୁ ଆଜିର ଭିଡ଼ିଓରେ ଆମେ ବର୍ଣ୍ଣନା କରିବୁ ଯେ ଆପଣ ମହାଶିବରାତ୍ରିରେ କିପରି ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବେ। ଏହା ଏକ ଅତ୍ୟନ୍ତ ପବିତ୍ର ଦିନ ଅଟେ। ତ ଆପଣ କିପରି ପ୍ରଭୁ ମହାଦେବଙ୍କର ଆଶୀର୍ବାଦ ପାଇପାରିବେ ଏବଂ ମହାଶିବରାତ୍ରିରେ ଆପଣ କିପରି ବିଶେଷ ପଦ୍ଧତି ବ୍ୟବହାର କରି ଶିବଲିଙ୍ଗକୁ ପୂଜା କରିବା ଉଚିତ, ଶିବଲିଙ୍ଗକୁ କ'ଣ ଅର୍ପଣ କରିବେ ଏବଂ କ'ଣ ଘରକୁ ଫେରାଇ ଆଣିବେ ଯାହାଦ୍ୱାରା ଆପଣଙ୍କ ଗୃହରେ ଧନ ଧାନ୍ୟରେ ବୃଦ୍ଧି ହେବ। ତ ବନ୍ଧୁମାନେ ଆପଣଙ୍କ ଜୀବନରେ ଯେତେ ବଡ଼ ସମସ୍ୟା ହେଉ, ଯେମିତିକି ଯଦି ଆପଣଙ୍କର ଆର୍ଥିକ ସମସ୍ୟା ରହିଛି, ଚାକିରି ପାଇଁ ଆପଣ ବହୁତ ଚିନ୍ତିତ ଅଛନ୍ତି, ଶତ୍ରୁମାନେ ଆପଣଙ୍କୁ ଘେରି ରହିଛନ୍ତି, ଆପଣ ସନ୍ତାନ ପାଇଁ ଚିନ୍ତିତ ଅଛନ୍ତି, ତ ଏହି ମହାଶିବରାତ୍ରିର ପବିତ୍ର ଦିନ ଏପରି ଏକ ଦିନ ଯେଉଁଦିନ କୌଣସି ବ୍ୟକ୍ତି କିଛି ଉପାୟ ଅବଲମ୍ବନ କରନ୍ତି, ଭଗବାନ ଶିବଙ୍କୁ ବ୍ୟକ୍ତିଗତ ଭାବରେ ପୂଜା କରନ୍ତି, ତେବେ ସେହି ବ୍ୟକ୍ତିଙ୍କର ଇଚ୍ଛା ଯେତେ ବଡ଼ ହେଉ, କଷ୍ଟ ଯେତେ ବଡ଼ ହେଉ, ତାହା ଶେଷ ହୁଏ ଏବଂ ତାଙ୍କର ଇଚ୍ଛା ପୂରଣ ହୁଏ। ତ ବନ୍ଧୁମାନେ ଧରାଯାଉ ଆପଣଙ୍କର ଜୀବନରେ ଆପଣଙ୍କ କୁଣ୍ଡଳୀରେ କିଛି ଦୋଷ ରହିଛି, ଯେପରିକି ବାସ୍ତୁ ଦୋଷ, ଶନି ଦୋଷ, ପ୍ରାକୃତିକ ଦୋଷ କିମ୍ବା ଅନ୍ୟ କୌଣସି ଦୋଷ। ତେବେ ଆପଣଙ୍କୁ ମହାଶିବରାତ୍ରି ଦିନ ଟିକେ ପୂଜା କରିବାକୁ ପଡ଼ିବ ଏବଂ ସେହି ଦୋଷ ଶେଷ ହୋଇଯିବ। ଆପଣଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ସଙ୍କଟ ମଧ୍ୟ ଏଡ଼ାଇଯିବ। ବନ୍ଧୁମାନେ ଯେତେବେଳେ ଆମେ ଭଗବାନ ଶିବ ଶଙ୍କରଙ୍କୁ ପୂଜା କରୁ, ଆମେ ଧୈର୍ଯ୍ୟ, ବିଶ୍ୱାସ ରଖିବା ଉଚିତ ଏବଂ ଭକ୍ତି ସହିତ ତାଙ୍କୁ ପୂଜା କରିବା ଉଚିତ। କାରଣ ଭଗବାନ ଶିବ ଅତ୍ୟନ୍ତ ଭୋଳା ସ୍ୱଭାବର ହୋଇଥାନ୍ତି। ଯେକୌଣସି ବ୍ୟକ୍ତିଙ୍କ ଠାରୁ କେବଳ ଟିକିଏ ପୂଜା ଏବଂ ଧ୍ୟାନ କଲେ ସେ ତୁରନ୍ତ ହିଁ ପ୍ରସନ୍ନ ହୋଇଯାଆନ୍ତି।
ତେଣୁ ବନ୍ଧୁମାନେ ମହାଶିବରାତ୍ରି ଦିନ କିଛି କଥା ଜାଣିବା ଉଚିତ। କାରଣ ଯଦି ଆପଣ ମହାଶିବରାତ୍ରିରେ ଭଗବାନ ଶିବଙ୍କୁ ପୂଜା କରିବାକୁ ଯାଉଛନ୍ତି ତେବେ ବିଶ୍ୱାସ କରନ୍ତୁ, ଯଦି ଆପଣ ଭୁଲ କରନ୍ତି ତେବେ ଭଗବାନ ଶିବ ଆପଣଙ୍କ ଉପରେ କ୍ରୋଧିତ ମଧ୍ୟ ହୋଇଯିବେ। କାରଣ ସେହି ଶିବ ମଧ୍ୟ ରୁଦ୍ର ଅବତାର ନେଇଥିଲେ। ତ ଆପଣ ଯଦି ପୂଜା ସଠିକ୍ ଭାବରେ କରୁଛନ୍ତି ତେବେ ସେହିଦିନ ହିଁ ସ୍ୱୟଂ ଭଗବାନ ଶିବ ଆପଣଙ୍କୁ ଆଶୀର୍ବାଦ ଦେବେ ଏବଂ ସେହିଦିନ ପରଠାରୁ ଆପଣ କେବେ ବି ନିଜ ଜୀବନରେ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ ଉପାୟଗୁଡ଼ିକୁ ଆପଣ ବହୁତ ଭଲ ଭାବରେ ବୁଝିପାରିବେ। ତ ବନ୍ଧୁମାନେ, ଏହି ଉପାୟଗୁଡ଼ିକ ପାଳନ କରିବା ପାଇଁ ଆପଣଙ୍କୁ ଭଗବାନ ଶିବଙ୍କ ମନ୍ଦିରକୁ ଯିବାକୁ ପଡ଼ିବ ଏବଂ ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଯେଉଁ ସବୁ ଉପାୟ କହିବି ତାହାକୁ ଆପଣଙ୍କୁ ମନ୍ଦିରରେ ହିଁ କରିବାକୁ ହେବ। ତେବେ ଯଦି ଆପଣଙ୍କର ପ୍ରଶ୍ନ ଏହା ଅଟେ ଯେ ଆପଣଙ୍କ ଗୃହରେ ଶିବଲିଙ୍ଗ ଅଛି ଏବଂ ସେଠାରେ ଆପଣ ପୂଜା କରିପାରିବେ କି ନାହିଁ, ତେବେ ଉତ୍ତର ହେଉଛି ନା। ବନ୍ଧୁମାନେ, ଆପଣଙ୍କୁ ମନ୍ଦିରକୁ ହିଁ ଯିବାକୁ ପଡ଼ିବ। କାରଣ ମନ୍ଦିରରେ ଥିବା ଶିବଲିଙ୍ଗ ଏବଂ ଘରେ ଥିବା ଶିବଲିଙ୍ଗ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। କାରଣ ଏହାର ଶକ୍ତି ଆପଣଙ୍କ ଘରେ ଥିବା ଶିବଲିଙ୍ଗ ଅପେକ୍ଷା ଲକ୍ଷ ଲକ୍ଷ ଗୁଣ ଅଧିକ। ଏଥିରେ ଏତେ ସକାରାତ୍ମକ ଶକ୍ତି ରହିଛି ଯେ ଯଦି ଆପଣ ଏହାର ସମ୍ମୁଖରେ ଟିକିଏ ପୂଜା କରନ୍ତି ତେବେ ଆପଣ ତୁରନ୍ତ ଫଳ ପାଇବେ ଏବଂ ଆପଣଙ୍କ ଜୀବନର ପ୍ରତ୍ୟେକ ସମସ୍ୟା ଉଭେଇଯିବ। ତେଣୁ ଆପଣଙ୍କର ସମସ୍ୟା ଦୂର କରିବା ଏବଂ ଆପଣଙ୍କର ଇଚ୍ଛା ପୂରଣ କରିବା ପାଇଁ ଆଜିର ଏହି ଭିଡ଼ିଓରେ କୁହାଯାଉଥିବା ସମସ୍ତ ପ୍ରତିକାର, ସମସ୍ତ ଉପାୟ ଆପଣଙ୍କୁ ମନ୍ଦିରରେ ହିଁ କରିବାକୁ ପଡ଼ିବ। ମହାଶିବରାତ୍ରି 15 ଫେବୃଆରୀ 2026 ରବିବାର ଦିନ ପଡ଼ୁଛି। ତେଣୁ ଯଦି ଆପଣ ଏହି ଦିନ ମନ୍ଦିର ପରିଦର୍ଶନ କରନ୍ତି ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତି ତେବେ ନିଶ୍ଚିତ ରୁହନ୍ତୁ ଯେ ଆପଣଙ୍କ ପାଖକୁ କେବେ ବି ଅସୁବିଧା ଆସିବ ନାହିଁ। ଆପଣଙ୍କ ଘରେ ବର୍ଷ ସାରା ଧନଧାନ୍ୟର ଅଭାବ ହେବ ନାହିଁ। ତେଣୁ ଆପଣଙ୍କୁ କେଉଁଠାରେ କ'ଣ ଆଣିବାକୁ ପଡ଼ିବ ତାହା ଆପଣ ଲେଖି ରଖନ୍ତୁ। କାରଣ ଯଦି ଆପଣ ଗୋଟିଏ ବି ଭୁଲ କରନ୍ତି ତେବେ ଆପଣଙ୍କର ପୂଜା ସମ୍ପୂର୍ଣ୍ଣ ହେବ ନାହିଁ। ତ ବନ୍ଧୁମାନେ, ଫେବୃଆରୀ 15 ତାରିଖରେ ଭଗବାନ ଶିବଙ୍କ ପାଇଁ ମନ୍ଦିରକୁ ପ୍ରଥମେ ଆପଣଙ୍କୁ ଆଣିବାକୁ ପଡ଼ିବ ତାହା ହେଉଛି ପାଣି। ଅନେକ ଲୋକ ଆମକୁ କୁହନ୍ତି ଯେ ଶିବ ମନ୍ଦିରରେ ମଧ୍ୟ ପାଣି ଉପଲବ୍ଧ। ତେଣୁ ବନ୍ଧୁଗଣ, ଯଦି ଆପଣଙ୍କର କୌଣସି ସମସ୍ୟା ଥାଏ ତେବେ ଆପଣ କେବଳ ସେଠାରୁ ପାଣି ଅର୍ପଣ କରିବା ଉଚିତ, ନଚେତ୍ ଆପଣ ଘରୁ ପାଣି ଆଣିବା ଉଚିତ। ଘରୁ ପାଣି କାହିଁକି ଆଣନ୍ତି ଏହା ଶୁଣନ୍ତୁ। ଆପଣଙ୍କୁ ଘରୁ ପାଣି ଆଣିବାକୁ ପଡ଼ିବ କାରଣ ଆପଣ ଭଗବାନ ଶିବଙ୍କ ଉପରେ ଢାଳିବା ପାଇଁ ଯେଉଁ ପାଣି ଆଣନ୍ତି ତାହା ଆପଣଙ୍କୁ ଭଗବାନଙ୍କ ସହିତ ଯୋଡ଼ିବ। ସେହି ପାଣି ମାଧ୍ୟମରେ ଆପଣ ଭଗବାନଙ୍କୁ ଆପଣଙ୍କର ସମସ୍ତ ସମସ୍ୟା କହିବେ ଏବଂ ଆପଣ ସେହି ପାଣି ଭଗବାନ ଶିବଙ୍କୁ ଅର୍ପଣ କରିବା ମାତ୍ରେ ସେହି ସମସ୍ୟା ଗୁଡ଼ିକ ସମାଧାନ ହୋଇଯିବ। ସେଥିପାଇଁ ଆପଣ ଘରୁ ପାଣି ଆଣିବା ଉଚିତ। ଆପଣଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଉଛି ଆପଣ ଆଣୁଥିବା ପାଣିରେ କିଛି ବୁନ୍ଦା ଗଙ୍ଗାଜଳ ମିଶାନ୍ତୁ। କାରଣ ଗଙ୍ଗାଜଳ ବିନା ଆପଣଙ୍କର ପୂଜା ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ବିବେଚନା କରାଯିବ। ମହାଶିବରାତ୍ରିରେ ଆପଣଙ୍କୁ ପାଣି ଆଣିବା ଉଚିତ। ଏଥିରେ ଗଙ୍ଗାଜଳ ମିଶାଇବା ପରେ ଆପଣଙ୍କୁ 3 ପତ୍ର ବିଶିଷ୍ଟ ବେଲପତ୍ର ଆଣିବା ଉଚିତ। ବେଲପତ୍ରକୁ ପ୍ରଭୁ ଶିବଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମାନାଯାଇଥାଏ। ଏହା ବ୍ୟତୀତ ଆପଣ ଧଳା ଫୁଲ ନେବାକୁ ମଧ୍ୟ ଭୁଲନ୍ତୁ ନାହିଁ। ଭଗବାନ ଶିବଙ୍କୁ ଧଳା ରଙ୍ଗର ଫୁଲ ଅର୍ପଣ କରାଯାଏ। ସେଥିପାଇଁ ଆପଣ ମହାଶିବରାତ୍ରିରେ ଭଗବାନ ଶିବଙ୍କ ପାଇଁ ଧଳା ରଙ୍ଗର ଫୁଲ ଆଣିବାକୁ ପଡ଼ିବ, ଯାହାଦ୍ୱାରା ଆପଣ ଭଗବାନ ଶିବଙ୍କର ଆଶୀର୍ବାଦ ପାଇପାରିବେ, ଯାହାପରେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ। ବନ୍ଧୁମାନେ, ମହାଶିବରାତ୍ରିରେ ଧଳା ରଙ୍ଗର ଚନ୍ଦନ ନେବା ମଧ୍ୟ ବାଧ୍ୟତାମୂଳକ ଏବଂ ମନେ ରଖନ୍ତୁ, ଯଦି ଆପଣ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବାକୁ ଯାଉଛନ୍ତି ତେବେ ତାହା ସମ୍ପୂର୍ଣ୍ଣ କଞ୍ଚା କ୍ଷୀର ହେବା ଉଚିତ, ରନ୍ଧା କ୍ଷୀର ନୁହେଁ କିମ୍ବା ପ୍ୟାକେଟ୍ କ୍ଷୀର ନୁହେଁ କିମ୍ବା ବାସି କ୍ଷୀର ମଧ୍ୟ ନୁହେଁ। ବନ୍ଧୁମାନେ, ଯଦି ଆପଣ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏକ ଥଳି ନିଅନ୍ତୁ ଏବଂ ସେଥିରେ କଳା ରଙ୍ଗର ଗୋଲମରିଚ ଭର୍ତ୍ତି କରନ୍ତୁ। ବହୁତ ଧ୍ୟାନର ସହିତ ଶୁଣନ୍ତୁ, ମୁଁ ଆପଣଙ୍କୁ ଯାହା କହୁଛି। କଳା ଗୋଲମରିଚ ସହିତ ସେହି ଥଳିଟିକୁ ପୂରଣ କରନ୍ତୁ। ଲାଲ କପଡ଼ାରେ ଏକ ଥଳି ବନାନ୍ତୁ। ଏଥିରେ ଆପଣଙ୍କୁ ଏକ ପବିତ୍ର ସୂତା ସହିତ ଲବଙ୍ଗ ଏବଂ କର୍ପୂର ବାନ୍ଧି ଆପଣଙ୍କର ପକେଟରେ ରଖିବାକୁ ପଡ଼ିବ। ଆପଣଙ୍କୁ କେବଳ ଏତିକି ନେବାକୁ ହେବ ଏବଂ 15 ଫେବୃଆରୀ 2026ରେ ମହାରାତ୍ରିରେ ଆପଣ କିପରି ପୂଜା କରିବା ଉଚିତ ମୁଁ ଆପଣଙ୍କୁ କହିଦେଉଛି। ଶେଷ ପର୍ଯ୍ୟନ୍ତ ବହୁତ ଧ୍ୟାନର ସହିତ ଦେଖନ୍ତୁ।
ତେବେ ବନ୍ଧୁମାନେ ଏହି ଜିନିଷଗୁଡ଼ିକ ନେଇ ଶିବ ମନ୍ଦିରରୁ ନିଜ ଘରକୁ ମଧ୍ୟ ଏହି ଜିନିଷଗୁଡ଼ିକୁ ଆପଣଙ୍କୁ ଫେରାଇ ଆଣିବାକୁ ପଡ଼ିବ, ଯାହାଫଳରେ ଆପଣ ଧନ ପ୍ରାପ୍ତି କରିପାରିବେ ଏବଂ ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ତେବେ ମନ୍ଦିରକୁ ଯିବା ପୂର୍ବରୁ ଆପଣ ଏହି କଥା ପ୍ରଥମେ ମନେ ରଖନ୍ତୁ ଯେ ମନ୍ଦିରକୁ ଯିବା ପୂର୍ବରୁ କଳା କିମ୍ବା ନୀଳ ପୋଷାକ ପିନ୍ଧନ୍ତୁ ନାହିଁ, ନଚେତ ଆପଣଙ୍କୁ ଭଗବାନ ଶିବଙ୍କର କ୍ରୋଧର ଶିକାର ହେବାକୁ ପଡ଼ିବ। ପ୍ରଥମେ ଆପଣ ଭଗବାନ ଶିବଙ୍କୁ ଏକ ପତଳା ଧାରା ସହିତ ଜଳ ଅର୍ପଣ କରିବାକୁ ପଡ଼ିବ। ତାପରେ ପ୍ରଭୁ ଶିବ ଶଙ୍କରଙ୍କୁ ଆପଣ ଚନ୍ଦନର ଲେପ ଲଗାଇବା ଉଚିତ। ତାପରେ ପ୍ରଭୁ ଶିବ ଶଙ୍କରଙ୍କ ଉପରେ ଆପଣ 3 ପତ୍ର ବିଶିଷ୍ଟ ବେଲପତ୍ର ରଖନ୍ତୁ। 3 ପତ୍ର ବିଶିଷ୍ଟ ବେଲପତ୍ର ରଖିବା ପରେ ଭଗବାନ ଶିବ ଶଙ୍କରଙ୍କୁ ଆପଣ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ। ମନେ ରଖନ୍ତୁ, ଯେଉଁ ବେଲପତ୍ର ଆପଣ ଅର୍ପଣ କରିବେ ତାର ଡେମ୍ଫ ଆପଣ ପ୍ରଥମରୁ ଛିଣ୍ଡାଇ ନେବା ଉଚିତ। ଡେମ୍ଫ ସହିତ କେବେ ବି ବେଲପତ୍ର ଅର୍ପଣ କରାଯାଏ ନାହିଁ ଏବଂ ସେହି ଡେମ୍ଫକୁ ଆପଣ ନଖରେ କିମ୍ବା କୌଣସି ଧାରୁଆ ଅସ୍ତ୍ରରେ କାଟିବେ ନାହିଁ। ହାତରେ ଯତ୍ନର ସହିତ ଆପଣ ତାହାକୁ ଛିଣ୍ଡାଇବା ଉଚିତ। ତେବେ ଏତିକି ଉପାୟ କରିସାରିବା ପରେ ଆପଣ ସେଠାରେ ଛିଡ଼ା ହୋଇ 108 ଥର ବହୁତ ଧ୍ୟାନର ସହିତ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ତ ଏହି 3ଟି କାମ ଆପଣଙ୍କୁ କରିବାକୁ ପଡ଼ିବ। କେବଳ ଏତିକି କରିବା ପରେ ତୁମେ ଯେଉଁ କଳା ଗୋଲମରିଚ ନେଇଛ ତାହାକୁ ଶିବ ମନ୍ଦିରରେ ଜଳ ସହିତ ସ୍ପର୍ଶ କରିବାକୁ ପଡ଼ିବ, ଶିବଲିଙ୍ଗରୁ ପଡ଼ୁଥିବା ଜଳ ସହିତ। ତାପରେ ଆପଣ ଏହାକୁ ପୁଣି ଥରେ ନିଜର ପକେଟରେ ରଖିଦିଅନ୍ତୁ ଏବଂ ଆପଣ ଶିବଲିଙ୍ଗରେ ଯେଉଁ ଜଳ ଢାଳୁଛନ୍ତି ତାହା ଯେତେବେଳେ ଶିବଲିଙ୍ଗ ଉପରୁ ଝରୁଛି ତାହାକୁ ଆପଣ ସଂଗ୍ରହ କରନ୍ତୁ ଏବଂ ଏହାକୁ ନିଜ ସହିତ ନେଇ ଆସନ୍ତୁ। ଘରକୁ ଫେରିବା ମାତ୍ରେ ଆପଣଙ୍କ ଘରର ଲୋକମାନଙ୍କ ଉପରେ ସେହି ପାଣିକୁ ଛିଞ୍ଚନ୍ତୁ। ଘରର ପ୍ରତ୍ୟେକ କୋଣରେ ପାଣି ଛିଞ୍ଚନ୍ତୁ। ମୁଖ୍ୟ ପ୍ରବେଶ ଦ୍ୱାରରେ ପାଣି ଛିଞ୍ଚନ୍ତୁ। ଆପଣଙ୍କୁ କେବଳ ଏତିକି କରିବାକୁ ପଡ଼ିବ, ଯାହାଫଳରେ ଆପଣଙ୍କ ଗୃହରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇଯିବ। ଗୃହର ସଦସ୍ୟଙ୍କ ଉପରେ ଥିବା ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ନଷ୍ଟ ହୋଇଯିବ। ଯଦି ଆପଣଙ୍କ ଗୃହରେ କେହି କଳା ଯାଦୁ କରିଛନ୍ତି ତେବେ ତାହା ମଧ୍ୟ ନଷ୍ଟ ହୋଇଯିବ ଏବଂ ଆପଣ ଯେଉଁ ଗୋଲମରିଚକୁ ଆଣିଥିଲେ ଯେତେବେଳେ ଆପଣ କୌଣସି ବିଜନେସ୍ ମିଟିଂକୁ ଯାଉଛନ୍ତି କିମ୍ବା ଇଣ୍ଟରଭ୍ୟୁରେ ଯାଉଛନ୍ତି କିମ୍ବା କୌଣସି ବି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଛନ୍ତି, ତ ପ୍ରଥମେ ଆପଣ ସେହି ଗୋଲମରିଚକୁ ଗୋଟିଏ ଆଣନ୍ତୁ ଏବଂ ଆପଣଙ୍କ ମୁଖ୍ୟ ଦ୍ୱାର ସମ୍ମୁଖରେ ତାହାକୁ ଚୂର୍ଣ୍ଣ କରିଦିଅନ୍ତୁ। ଭଗବାନ ଶିବ ଶଙ୍କରଙ୍କର ଆଶୀର୍ବାଦରେ ସ୍ୱୟଂଚାଳିତ ଭାବରେ ସମସ୍ତ ସଙ୍କଟ ବାଧାବିଘ୍ନ ଦୂର ହୋଇଯିବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ତେବେ ସେହି ଗୋଲମରିଚକୁ ଆପଣ ନିଜର ଆଲମାରିରେ ଯେଉଁଠାରେ ନିଜର ଟଙ୍କା ରଖୁଛନ୍ତି ସେଠାରେ ଆପଣ ଯତ୍ନର ସହିତ ରଖିଦିଅନ୍ତୁ ଏବଂ ଯେବେ ବି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ବାହାରକୁ ଯାଉଛନ୍ତି ସେତେବେଳେ ଗୋଟିଏ ଗୋଲମରିଚ ନେଇ ଭଗବାନ ଶିବ ଶଙ୍କରଙ୍କ ନାଁରେ ତାହାକୁ ଚୂର୍ଣ୍ଣ କରିଦିଅନ୍ତୁ। ଦେଖିବେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ଏବଂ ଆସୁଥିବା ସମସ୍ତ ସଙ୍କଟ ବାଧାବିଘ୍ନ ସମସ୍ୟା ମଧ୍ୟ ଦୂର ହୋଇଯିବ। ଆପଣଙ୍କ ଜୀବନରେ ଏତେ ଟଙ୍କା ଆସିବ ଯାହା ଆପଣ କଳ୍ପନା ମଧ୍ୟ କରିନଥିବେ। ବିଶ୍ୱାସ କରନ୍ତୁ ବନ୍ଧୁମାନେ, ମହାଶିବରାତ୍ରି ଦିନ ଆପଣଙ୍କୁ ଏଠାରେ ଭଗବାନ ଭୋଳାନାଥଙ୍କର ଆଶୀର୍ବାଦ ମିଳିବ ଏବଂ ଆପଣଙ୍କ ଜୀବନରୁ ପ୍ରତ୍ୟେକ ସମସ୍ୟା ଦୂର ହୋଇଯିବ। ଏହି ସମସ୍ତ ଉପାୟ ଗୁଡ଼ିକ ଯାହା ଆପଣଙ୍କୁ ଏହି ଭିଡ଼ିଓରେ କୁହାଯାଇଛି ତାହା ବାସ୍ତୁସମ୍ମତ ଅଟେ। ତ ଏହି ଜିନିଷ ଗୁଡ଼ିକୁ ଆପଣ ଅଣଦେଖା କରନ୍ତୁ ନାହିଁ ଏବଂ ପବିତ୍ର ମହାଶିବରାତ୍ରିରେ ଏହି ଉପାୟ ଗୁଡ଼ିକୁ ଆପଣ ନିଶ୍ଚିତ ଭାବରେ ଅବଲମ୍ବନ କରନ୍ତୁ। ନିଜର ମନକୁ ସମ୍ପୂର୍ଣ୍ଣ ଭାବରେ ପବିତ୍ର ରଖନ୍ତୁ ଏବଂ ପ୍ରଭୁ ମହାଦେବଙ୍କର ଆରାଧନା କରନ୍ତୁ। ମନରେ ଛଳ, କପଟ, ଈର୍ଷା, ଦ୍ୱେଷ, ରାଗ ରଖି ଯଦି ଆପଣ କିଛି ଉପାୟ କରୁଛନ୍ତି କିମ୍ବା ଭଗବାନଙ୍କୁ ଡାକୁଛନ୍ତି ତ ଏହାଦ୍ୱାରା ଆପଣଙ୍କୁ କୌଣସି ବି ଫଳ ପ୍ରାପ୍ତି ହୋଇନଥାଏ। ମନକୁ ପବିତ୍ର ରଖି ପରିଷ୍କାର ରଖି ଯଦି ଆପଣ ପ୍ରଭୁ ଭୋଳାନାଥଙ୍କର ଧ୍ୟାନ କରନ୍ତି ଏବଂ ଏହି ଉପାୟ ଗୁଡ଼ିକୁ କରନ୍ତି ତ ନିଶ୍ଚିତ ଭାବରେ ଏହା ଆପଣଙ୍କୁ ଫଳ ପ୍ରଦାନ କରିବ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ହର ହର ମହାଦେବ ନିଶ୍ଚୟ ଲେଖିବେ।